ଓଡ଼ିଆ ରୀତି ଯୁଗୀୟ କାବ୍ୟ ରସାନୁମୋଦି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ସେହି ରୀତି ଯୁଗୀୟ କବି ଯଦୁମଣିଙ୍କର ରାଘବ ବିଳାସ କାବ୍ୟ ସମ୍ପର୍କରେ ଆପଣମାନଙ୍କୁ ମୁଁ ସୂଚନା ଦେଇଥିଲି। ଆପଣମାନଙ୍କର ମନେ ଥିବ ଯେ ମୁଁ ଜରତା ଯେଉଁ ବେଶ୍ୟା ତାର ବିଭାଣ୍ଡକ ଆଶ୍ରମ ଗମନ, ବିଭାଣ୍ଡକ ଋଷିଙ୍କର ଆଶ୍ରମକୁ ଗମନ ଯେଉଁ ପ୍ରସଙ୍ଗ, ଅର୍ଥାତ୍ ଋଷ୍ୟଶୃଙ୍ଗ ବିଭାଣ୍ଡଜ ଯେ ଋଷ୍ୟଶୃଙ୍ଗଙ୍କୁ ଆଣିବାର ଅଙ୍ଗଦେଶକୁ ବା ଚମ୍ପାବତୀପୁରକୁ ଆଣିଲେ ବର୍ଷା ହେବ, ଏଇ ଯେଉଁ ବିଷୟବସ୍ତୁ ମୁଁ ସେଇ ସମ୍ପର୍କରେ ଆପଣମାନଙ୍କୁ ପ୍ରଥମେ ଯେଉଁ ବିଷୟର କିଛି ଅଂଶ କହିଥିଲି, ଆସନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ ଘଟଣା ହେଇଛି ସେଇ ବିଷୟ ଆଜି ଯଦୁମଣି ଆଉ କ'ଣ ବର୍ଣ୍ଣନା କରିଛନ୍ତି ବିଶଦ ଭାବରେ। ଜରତା କିଭଳି ଯାଇଛି, ଋଷ୍ୟଶୃଙ୍ଗଙ୍କୁ କ'ଣ ସନ୍ତୋଷ ତାଙ୍କର କରିକିରି କେମିତି ନିଜ ରାଜ୍ୟକୁ ଆଣିଛି, କ'ଣ ବର୍ଷା କେମିତି ହେଇଛି, ଆସନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଯଦୁମଣି କ'ଣ ବର୍ଣ୍ଣନା କରିଛନ୍ତି ଶୁଣିବା। ମୁଁ କହିଥିଲି ଆଜ୍ଞା ଇଏ ମୁନିଙ୍କୁ ମୁଁ ଯାଇକିରି କେମିତି ଆଣିବି, ଯାହା ଉପେନ୍ଦ୍ର ଭଞ୍ଜ କହିଥିଲେ ଯେ ଆରେ ବେଶ୍ୟାସାର ଏ ଅଷ୍ଟରତ୍ନ ଥାଳି ଆଜ୍ଞା ହାତୀ ପୃଷ୍ଠରେ ବସିକିରି ରାଜ୍ୟରେ ନାଗରା ବାଜିକିରି ଆଉ ଅଷ୍ଟରତ୍ନ ଥାଳି ବୁଲଉଥିଲା, ଯିଏ ସମର୍ଥ ସିଏ ନେବ, କେହି ଆଜ୍ଞା ସାହସ କଲେନି। ଭଞ୍ଜ ବି ତାକୁ ଲେଖିଛନ୍ତି, ବେଶ୍ୟାସାର ଜର ତାତା ରତା ହୋଇ ନେଲା ବନୁ ଆଜନ୍ମ ତପସ୍ୱୀ ଆଣିମି ବୋଇଲା, ବୃଷଭ ଗୋଡ଼ାଇ ଧେନୁ ପଛରେ ଯେମନ୍ତ, ବେଦାଧ୍ୟୟନ ଛଡ଼ାଇ ଆଣିବି ତେମନ୍ତ। ଇଏ ମଧ୍ୟ ସେଇ କଥା କହିଛନ୍ତି, ମୁନିକି ଯାଇ ଆଣିବି ବୋଇଲା। ତାପରେ କବି କହୁଛନ୍ତି, ସେଇ ବେଶ୍ୟା କହୁଛି ଯେ ଏଥିପାଇଁ କିଛି ଆଜ୍ଞା ଅଷ୍ଟରତ୍ନ ଥାଳି ତ ନେଲା, ଏବଂ ଭଞ୍ଜ ବି ସେଇ କଥା ଲେଖିଛନ୍ତି, ଯଦୁମଣି ମଧ୍ୟ ସେଇ କଥା ଲେଖିଛନ୍ତି, ଅଷ୍ଟରତ୍ନ ଥାଳି ନେଲା, କିନ୍ତୁ ନେବା ପରେ କିଛିଟା ଦ୍ରବ୍ୟ ସମ୍ଭାର ସବୁ କେମିତି ନେଇକିରି କ'ଣ ସଜଡ଼ା କରିକିରି ଆମେ ଯିବୁ, ଆଉ ସାଙ୍ଗରେ ମୋର କିଛି ସହଚରୀମାନଙ୍କୁ ଅନ୍ୟ ସୁନ୍ଦରୀ ସୁନ୍ଦରୀ ବେଶ୍ୟାମାନଙ୍କୁ ନେଇକିରି ମୁଁ ଯାଇକିରି ସେଠି କେମିତି ଆମେ ପହଞ୍ଚିବୁ, ଅତି ସୁନ୍ଦର ଭାବରେ ରମଣୀୟ ଭାବରେ ଯଦୁମଣି ତାକୁ କହିଛନ୍ତି। ତକ୍ଷାକୁ ଡକାଇ ତରି ବେଗେ ନିର୍ଭାକର, ତକ୍ଷଣରେ ହେବାକୁ ତ ବିଳମ୍ବ ନ କର, ଶିଳ୍ପକାର ନାବ ନିର୍ଭା କଲେ ଯତନରେ, ଶିଳ୍ପକାର ବିମଣ୍ଡିତ ସୁଧର୍ମା ସଭାରେ। ଆଜ୍ଞା ମୁଁ କହିଛି ଯେ ସେ ହେଉଛନ୍ତି ଶବ୍ଦର କବି, ଶବ୍ଦର ଆଉ ଯାଦୁକରୀ ସ୍ପର୍ଶରେ ରାଘବ ବିଳାସ କାବ୍ୟର ପ୍ରତ୍ୟେକ ଛାନ୍ଦକୁ ସେ ଅତି ସୁନ୍ଦର ଭାବରେ ରଚନା କରି ତାକୁ ତାଙ୍କର ନିଜର କଳ୍ପନା ମୌଳିକ ଚିନ୍ତାଧାରାରେ ବିମଣ୍ଡିତ କରିଦେଇଛନ୍ତି, ଆଉ ରମଣୀୟ ଶବ୍ଦ ସଂଯୋଜନା ଶୈଳୀରେ ଅତୀବ ମଧୁର ହୋଇପାରିଛି, ରମଣୀୟ ହୋଇପାରିଛି। ଆମେ କହୁଛେ ବଢ଼େଇ, ବଢ଼େଇ ଦ୍ୱାରା ନାଁ ତିଆରି କଲେ, କିନ୍ତୁ ତକ୍ଷାକୁ ଶବ୍ଦ ଦେଲେ। ଭଞ୍ଜ ମଧ୍ୟ ସେଇ କଥା ଲେଖିଛନ୍ତି, ବର୍ଦ୍ଧକି ଡକାଇ ସଜଡ଼ାଇ ଦିଅ ନାବ, ବେଶ୍ମ ପରି ମହାମନୋରମ ହୋଇଥିବ। ବର୍ଦ୍ଧକି ଶବ୍ଦ ଦେଲେ, ବର୍ଦ୍ଧକି ବୋଲି ବଢ଼େଇ, ଇଏ ଦେଲେ ତକ୍ଷାକୁ। ଦେଖନ୍ତୁ ତକ୍ଷାକୁ ସେଇ ଏକା ଶବ୍ଦ, କିନ୍ତୁ ବର୍ଦ୍ଧକି କହିଲେ ବଢ଼େଇ, ଇଏ ତକ୍ଷାକୁ ଶବ୍ଦ ଦେଲେ, ତକ୍ଷାକୁ ଶବ୍ଦର ଅର୍ଥ ମଧ୍ୟ ଆଜ୍ଞା ବଢ଼େଇ। ତକ୍ଷାକୁ ଡକାଇ ତରି ବେଗେ ନିର୍ଭାକର, ସେ କହିଲେ ତକ୍ଷାକୁ ଡକାଇ ତରି ବେଗେ ନିର୍ଭାକର, ବିଭିନ୍ନ ସମ୍ଭାରରେ ମଣ୍ଡିତ କରିକିରି କ'ଣ କ'ଣ ସେ ଯାହା କହିଲା ସେ ଅନୁସାରେ ତାକୁ ସଜଡ଼ି ଦିଅ, ଆଉ ତରି ଯେ ନୌକାକୁ। ଭଞ୍ଜ କହିଲେ ବର୍ଦ୍ଧକି ଡକାଇ ସଜଡ଼ାଇ ଦିଅ ନାବ, ଏକା କଥା। ଇଏ କହିଲେ ନିର୍ଭାକର, ସେ ଦେଖନ୍ତୁ ପାର୍ଥକ୍ୟ ଏତିକି, ମୌଳିକ ଚିନ୍ତା ମାନେ କବିର ସୃଜନା ଯେଉଁ ଶକ୍ତି ଅଛି ସେଇ ଏକା ବିଷୟ, କିନ୍ତୁ ଶବ୍ଦ ବିନ୍ୟାସରେ ପୃଥକ ପାର୍ଥକ୍ୟ ରହୁଛି। ଏବଂ ତକ୍ଷଣରେ ହେବାକୁ ତ ବିଳମ୍ବ ନ କର, ହେଲା, ତତ୍କ୍ଷଣାତ୍ ଆଉ ଶୀଘ୍ର ବଢ଼େଇ ଡାକିକିରି ନୌକାଟି ତିଆରି କରନ୍ତୁ, ବିଭିନ୍ନ ସାମଗ୍ରୀ ସେଥିରେ ରଖନ୍ତୁ, ଋଷିଙ୍କୁ ଯେଉଁଟା ରୁଚିକର ହେବ ସେଇଭଳି ଖାଦ୍ୟ ପାନୀୟ ପ୍ରଭୃତି ସବୁ ରଖ, ବିଭିନ୍ନ ଦ୍ରବ୍ୟ ସମ୍ଭାର ରଖିକିରି ଯେତେ ଶୀଘ୍ର ପାର, ଆଉ ଆଜ୍ଞା ମହାରାଜାଙ୍କୁ କହିବ ନୌକା ସଜଡ଼େଇକି ତିଆରି କରିକି ସୁନ୍ଦର ନୌକାଟିଏ ଆମେ ତାହେଲେ ସେଥିରେ ଯାଇ ପହଞ୍ଚିବୁ। ଏଇ କଥା ଯେତେବେଳେ କହିଲା ରାଜା ଆଜ୍ଞା ତତ୍କ୍ଷଣାତ୍ ଶିଳ୍ପୀମାନଙ୍କୁ, ଭଲ ଭଲ ଶିଳ୍ପୀମାନଙ୍କୁ, କାରିଗରମାନଙ୍କୁ ଡାକିକିରି ବଢ଼େଇ ଆଉ ଆଜ୍ଞା ତିଆରି କରିଦେଲେ। କବି କହୁଛନ୍ତି, ଶିଳ୍ପକାର ନାବ ନିର୍ଭା କଲେ ଯତନରେ, ଶିଳ୍ପକାର ବିମଣ୍ଡିତ ସୁଧର୍ମାସ। ଆଦ୍ୟ ଯମକ ଆଜ୍ଞା ଶିଳ୍ପକାର ବୋଇଲେ ବଢ଼େଇ, ଆଉ ଶିଳ୍ପକାର ଅର୍ଥାତ୍ ସ୍ୱର୍ଗର ଶିଳ୍ପୀ ଇଏ ବିଶ୍ୱକର୍ମା। ଏ ଶିଳ୍ପକାର ମାନେ ବା ବଢ଼େଇ ମାନେ
ଭଲ ଭଲ ବଛା ବଛା ବର୍ଦ୍ଧକୀ ବା ବଢ଼େଇମାନେ ଆସିକରି ଆଜ୍ଞା ନୌକା ତିଆରି କରିଦେଲେ ଏବଂ ସମସ୍ତେ ସେ ଜରତା ନାମ୍ନୀ ଯେଉଁ ବେଶ୍ୟା କହିବା ଅନୁସାରେ ଆଜ୍ଞା ବିଭିନ୍ନ ଦ୍ରବ୍ୟ ସବୁ ସେଠି ଋଷିଙ୍କର ଖାଦ୍ୟ ପଦାର୍ଥ ପାନୀୟ ସବୁ ରଖିଦେଲେ ଏବଂ ଶିଳ୍ପକାର ବିମଣ୍ଡିତ ସୁଧର୍ମା ସଭାକୁ ଯେମିତି ବିଭିନ୍ନ ଭାବରେ ମଣ୍ଡି ଦେଇଥାନ୍ତି ଗୋଟିଏ ସୁଧର୍ମା ସଭା ଇଏ ବୋଧେ ଦେବ ଶିଳ୍ପୀ ବିଶ୍ୱକର୍ମା ତିଆରି କରିଥିବା ସୁଧର୍ମା ସଭାରେ ଦେବତାମାନେ ବସିକରି ଯେମିତି ବିଭିନ୍ନ ଦ୍ରବ୍ୟ ସବୁ ଥୁଆ ହେଇଥାଏ ଅତି ସୁନ୍ଦର ଭାବରେ ସେ ସୁଧର୍ମା ସଭା ତିଆରି ହେଇଛି। ଇଏ ମଧ୍ୟ ସେ ନୌକାଟି ଛୋଟକାଟି ଆଉ ଗୋଟେ ଆଜ୍ଞା ସୁଧର୍ମା ସଭା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହିଭଳି ଭାବରେ କବି ବର୍ଦ୍ଧକୀ ବା ତକ୍ଷାକୁମାନଙ୍କ ସାଙ୍ଗରେ ବିଶ୍ୱକର୍ମାଙ୍କ ସାଙ୍ଗରେ ଏହି ବଢ଼େଇମାନଙ୍କୁ ମଧ୍ୟ ତିଆରି କରିଛନ୍ତି। ସେଇ ଯେମିତି ଅତି ସୁନ୍ଦର ମନୋରମ ଦେବସଭାକୁ ତିଆରି କରିଛନ୍ତି ଏମାନେ ନୌକାଟିକୁ ମଧ୍ୟ ଯଥା ପରିଶ୍ରମ କରିକିରି ଅତ୍ୟନ୍ତ ସୁନ୍ଦର କରିପାରିଛନ୍ତି ରମଣୀୟ କରିକିରି ବିଭିନ୍ନ ଦ୍ରବ୍ୟରେ ସଜ୍ଜିତ କରି ସାଙ୍ଗେ ସାଙ୍ଗେ କରିଦେଲେ। କବି ଆଉ କ'ଣ କହୁଛନ୍ତି ରମ୍ଭାଉରୁ ବସି ତହିଁ କରନ୍ତି ନୃତ୍ୟ ରମ୍ଭାଉରୁ ବସି ତହିଁ ତରିରେ ବିଦୀପ୍ତ ସବୁ ଆଜ୍ଞା ଆଦ୍ୟ ଜମକରେ ଚାଲିଛି। ରମ୍ଭାଉରୁ ବସି ତହିଁ କରନ୍ତି ନୃତ୍ୟ ରମ୍ଭାଉରୁ ବସି ତହିଁ ତରିରେ ବିଦୀପ୍ତ ଏଗୁଡ଼ିକ ମଧ୍ୟ ସର୍ବଜମକ ଆଦ୍ୟ ଜମକ ହେଲେ ମଧ୍ୟ ଇଏ ସର୍ବଜମକ ସବୁ ପଦ ଆଜ୍ଞା ସମାନ ଅଛି। ପ୍ରଥମ ପାଦ ଯାହା ଦ୍ୱିତୀୟ ପାଦ ମଧ୍ୟ ସେୟା ଆସୁଛି। ଆଦ୍ୟ ଜମକରେ ଲେଖା ହେଇଛି କିନ୍ତୁ ସ୍ଥାନେ ସ୍ଥାନେ ମୁଁ କହିଛି ଇଏ ସର୍ବଜମକର ଅଳଙ୍କାର ମଧ୍ୟ କବି ତାଙ୍କର ପାଣ୍ଡିତ୍ୟ ଏବଂ କବି ପ୍ରତିଭା ମଧ୍ୟ ଦେଖେଇଛନ୍ତି। ଏଣୁ ରମ୍ଭାଉରୁ ବସି ସ୍ୱର୍ଗ ସଭାରେ ସୁଧର୍ମା ସଭାରେ ଦେବସଭାରେ ଯେମିତି ଇନ୍ଦ୍ରଙ୍କର ଦରବାରରେ ଆଉ ସମସ୍ତେ ବସନ୍ତି ଗନ୍ଧର୍ବ କିନ୍ନର ସମସ୍ତେ ବାଦ୍ୟ ବଜେଇବା ଲୋକ ଆଉ ନାରଦ ବୀଣାବାଦନ କରନ୍ତି ତୁମ୍ବୁରୁ ବୀଣାବାଦନ କରନ୍ତି ଏବଂ ସ୍ୱର୍ଗର ସୁନ୍ଦରୀ ବେଶ୍ୟା ରମ୍ଭା ଉର୍ବଶୀ ମେନକା ତିଳୋତ୍ତମା ପ୍ରଭୃତି ଯେମିତି ନୃତ୍ୟ କରନ୍ତି ରମ୍ଭା ଉର୍ବଶୀ ତ ହିଁ କରନ୍ତି ନୃତ୍ୟ ଏଠି ମଧ୍ୟ ସେମିତି ରମ୍ଭୁରୁ ଅର୍ଥାତ୍ ରମ୍ଭା ଉରୁ ବସି ସେଠି ରମ୍ଭା ଉର୍ବଶୀ ମାନେ ଉର୍ବଶୀ ଏଠି ରମ୍ଭରୁ ବସି ବୋଇଲେ ରମ୍ଭା ଉରୁ ବୋଇଲେ କଦଳୀ ରମ୍ଭା ଶବ୍ଦର ଅର୍ଥ ହେଉଛି ଆଜ୍ଞା କଦଳୀ ବୃକ୍ଷ ତାକୁ ରମ୍ଭା ବୃକ୍ଷ କୁହାଯାଏ। କଦଳୀ ଗଛ ସାଙ୍ଗରେ ଜାନୁ ନାୟିକାର ଜାନୁକୁ ତୁଳନା କରାଯାଇଛି। କଦଳୀ ବୃକ୍ଷର ଗଣ୍ଡିଟା ଗଛର ଯେମିତି ଜାନୁ ଅତ୍ୟନ୍ତ ସୁନ୍ଦରୀ ଜାନୁ ବିଶିଷ୍ଟା ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ ଆଉ ଖାଲି ତ ଜରତା ଯାଉନି ଆଜ୍ଞା ତା ସାଙ୍ଗରେ ସୁନ୍ଦରୀ ସ୍ତ୍ରୀମାନଙ୍କୁ ନେଇଛି। ଏମାନେ ସମସ୍ତେ ମଧ୍ୟ ସ୍ୱର୍ଗର ଅପ୍ସରା ରମ୍ଭା ଉର୍ବଶୀ ଭଳି ମଧ୍ୟ ଏମାନେ ରମ୍ଭରୁ ନାୟିକା ଏମାନେ ମଧ୍ୟ ଯାଇଛନ୍ତି ଆଉ ସେଇ ତରିରେ ବିଦୀପ୍ତ ବସିଛନ୍ତି। ଇଏ ଉର୍ବଶୀ ଶବ୍ଦ ଇଏ ଉର୍ବଶୀ ରମ୍ଭରୁ ଅର୍ଥାତ୍ ଜଙ୍ଘ ଯାହାର ଏଇଭଳି ରମ୍ଭା ବୃକ୍ଷ ସାଙ୍ଗରେ ତୁଳନୀୟ ଏମାନେ ବସିଛନ୍ତି ସୁନ୍ଦରୀ ସ୍ତ୍ରୀ ଆଉ ସେଠି ରମ୍ଭା ଉର୍ବଶୀ ନୃତ୍ୟ କରନ୍ତି ଇତ୍ୟାଦି ଏ କଥା ତରିରେ ବିଦୀପ୍ତ। ଆଉ କ'ଣ କବି କହୁଛନ୍ତି ଚ୍ୟୁତ ନଟି କାଳ ତହିଁ କେ କରୁ ଗଣନ ଆଜ୍ଞା ଆଦ୍ୟ ଜମକ ବର୍ଣ୍ଣନା କରୁ କରୁ ସର୍ବଜମକ ଅଳଙ୍କାର ମଧ୍ୟ ଏଠି 3-4ଟି ପଦ ଦେଇଛନ୍ତି। ଚ୍ୟୁତ ନଟି କାଳ ତହିଁ କେ କରୁ ଗଣନ ଚ୍ୟୁତ ନଟି କାଳ ତହିଁ କି କରୁ ଗଣନ ପ୍ରଥମ ପାଦ ଯାହା ଦ୍ୱିତୀୟ ପାଦ ସେ ଆଜ୍ଞା ଚ୍ୟୁତ ନଟି କାଳ ଅର୍ଥାତ୍ ଏଇ ଯେଉଁ ଜରତା ନାମକ ବେଶ୍ୟା ଯେଉଁ ନୌକା ନେଇକରି ଯାଉଛି ଆଜ୍ଞା ଅରଣ୍ୟରେ ନଦୀରେ ପାର ହେଲେ ଋଷ୍ୟଶୃଙ୍ଗ ମହର୍ଷି ଯେ ସ୍ଥାନରେ ବସିଛନ୍ତି ଆଶ୍ରମ କରିଛନ୍ତି ସେଠିକି ଯିବେ ଆଉ ନୌକା ତ ସରଳ ହେଇଗଲା ସେ ସାଙ୍ଗେ ସାଙ୍ଗେ ଆଜ୍ଞା ଯାଇଛନ୍ତି ଅନ୍ୟାନ୍ୟ ସହଚରୀମାନଙ୍କୁ ସଙ୍ଗିନୀମାନଙ୍କୁ ନେଇକରି ଯାଇକରି ପହଞ୍ଚୁଛି ଏବଂ ସେ ତରିରେ କ'ଣ ରଖାହେଇଛି ଚ୍ୟୁତ ନଟିକାଳ ଚ୍ୟୁତ ମାନେ ଭଲ ପାଚେଳା ରସାଳ ପାଚେଳା ଆମ୍ବ ସବୁ ରଖାହେଇଛି। ଆମ୍ବ ବଡ଼ ବଡ଼ ଆମ୍ବ ସବୁ ଜାତୀୟ ଆମ୍ବ ସବୁ ରଖାହେଇଛି ଏବଂ ନଟିକାଳ ମାନେ ହେଉଛି ପଇଡ଼ ନଡ଼ିଆ ନଟିକାଳ ଶବ୍ଦର ଅର୍ଥ ନଡ଼ିଆ ବା ପଇଡ଼ ଋଷିଙ୍ଗାଗ ଯାଇକରି ମୃଦୁ ପାନୀୟ ଦେବେ ତାପରେ ଫଳ ରୂପରେ ଭଲ ଆଜ୍ଞା ପାଟକପୁରା କଦଳୀ ଆଉ ଆମ୍ବ ରସାଳ ଭଲ ମିଷ୍ଟ ଏଇ ଯେଉଁ ଫଳ ସବୁ ଭଲ ନେଇକରି ବାଛିକରି ନେଇଛନ୍ତି ରଖାହେଇ ଦେବେ। ତେଣୁ ଚ୍ୟୁତ ନଟିକାଳ ତ ହିଁ କେ କରୁ ଗଣନ ଆଉ ଏ ଚ୍ୟୁତ ଏବଂ ନଟିକାଳ ଆସିଲା ଏବଂ ଇଠେଇ ଶବ୍ଦ ଆସିଲା କ'ଣ ଆଜ୍ଞା ନା ସ୍ୱର୍ଗରେ ମଧ୍ୟ ଚଳଚଞ୍ଚଳ ନୃତ୍ୟଶୀଳା ଅପ୍ସରୀମାନେ ଅଛନ୍ତି। ଚ୍ୟୁତ ନଟିକାଳ ସ୍ୱର୍ଗରେ ଯେଉଁ ନଟିକାଳ ବା ଗଣିକା ବା
ରମ୍ଭା ଉର୍ବଶୀ ପ୍ରଭୃତି ନାୟିକା ନୃତ୍ୟ କରୁଛନ୍ତି ସେମାନେ ହେଉଛନ୍ତି ସ୍ୱର୍ଗର ନଟି ନର୍ତ୍ତକୀ। ଏଥିରେ ମଧ୍ୟ କବି ତାକୁ ଭିନ୍ନ ଅର୍ଥରେ କହିଦେଇକରି କହିଛନ୍ତି ନଡ଼ିଆ ଆମ୍ବ ଏଥିରେ ଯାହାକୁ ଯେତେ କିଏ କରୁ ଗଣନ। ଏଠି ରମ୍ଭା ଉର୍ବଶୀ ମେନକା ତିଳୋତ୍ତମା ଅନେକ ନାମଧାରୀ ଶହ ଶହ ଗଣିକା ସ୍ୱର୍ଗ ବେଶ୍ୟା ନୃତ୍ୟ କରନ୍ତି। ଏଠି ଆମେ ସେମିତି ତରିରେ ଶୋଭା ପାଉଥିବା ସୁନ୍ଦରୀମାନେ ଅଛନ୍ତି ଏବଂ ତା ସାଙ୍ଗରେ ଚ୍ୟୁତ ଆମ୍ବ ନଟିକାଳମାନେ ନଡ଼ିଆ ଏବଂ ବିଭିନ୍ନ ସ୍ୱାଦିଷ୍ଟ ଫଳ ସବୁ କିଏ ଗଣନା କରିବ? କେତେ ଆମ୍ବ ନେଇଛନ୍ତି, କେତେ ଝୁଡ଼ିଆ ଆମ୍ବ ବା କେତେ ବୋଝ ଆମ୍ବ, କେତେ ନଡ଼ିଆ ବା ପଇଡ଼ ନେଇଛନ୍ତି, କିଏ କରୁ ଗଣନ? ଆଉ କ'ଣ କବି ବର୍ଣ୍ଣନା କରୁଛନ୍ତି ଆସନ୍ତୁ ଶୁଣିବା ଏହି ପ୍ରସଙ୍ଗରେ। ଦିବ୍ୟ ସ୍ତ୍ରୀ ଯେ ବିହରନ୍ତି ଆନନ୍ଦରେ, ଦିବ୍ୟ ସ୍ତ୍ରୀ ଯେ ବିହରନ୍ତି ଆନନ୍ଦ, ସେଇ ସର୍ବଜମକ ମୁଁ କହିଛି ଯେ ସେ ନିଜେ ଲେଖିଛନ୍ତି ଆଦ୍ୟ ଯମକ ବୋଲି, ରାଗ କଳସା ଆଦ୍ୟ ଯମକ, କିନ୍ତୁ ଦେଖିଲା ବେଳକୁ ଆଜ୍ଞା ସ୍ଥଳ ବିଶେଷରେ ଅନେକ ସ୍ଥାନରେ ମଧ୍ୟ ଏ ସର୍ବଯମକ ହେଇଯାଇଛି। ଦିବ୍ୟ ସ୍ତ୍ରୀ ଯେ ବିହରନ୍ତି ଆନନ୍ଦରେ, ଦିବ୍ୟ ସ୍ତ୍ରୀ ଯେ ବିହରନ୍ତି ଆନନ୍ଦରେ, ଦିବ୍ୟ ସ୍ତ୍ରୀ ଅର୍ଥାତ୍ ଦିବ୍ୟ ଲୋକ ବା ସ୍ୱର୍ଗର ସ୍ତ୍ରୀ ରମ୍ଭା ଉର୍ବଶୀ ମେନକା ତିଳୋତ୍ତମା ପ୍ରଭୃତି ଏମାନେ ହେଉଛନ୍ତି ଦିବ୍ୟ ସ୍ତ୍ରୀ। ଆଉ ଦେବଭୋଗ୍ୟ ବା ଦେବଭୋଗ୍ୟା ଏମାନେ ସ୍ୱର୍ଗୀୟ ନାୟିକା। ଏମାନେ ଏଥିରେ ମଧ୍ୟ ସୁନ୍ଦରୀ, ଦିବ୍ୟ ଶବ୍ଦ ଅର୍ଥ ସୁନ୍ଦରୀ, ଅପ୍ସରାମାନଙ୍କ ଭଳି ସୁନ୍ଦରୀ ସ୍ତ୍ରୀ ମଧ୍ୟ ଏଠି ଅଛନ୍ତି। ଦିବ୍ୟ ସ୍ତ୍ରୀ ଯେ ବିହରନ୍ତି ଆନନ୍ଦରେ, ସ୍ୱର୍ଗର ଯେଉଁ କାନନ ବା ଦେବରାଜ ଇନ୍ଦ୍ରଙ୍କର ଯେଉଁ ନନ୍ଦନ କାନନ ଅଛି ସେଠି ଦିବ୍ୟ ସ୍ତ୍ରୀମାନେ ବିଚରଣ କରୁଛନ୍ତି, ଦେବସଭାରେ ନୃତ୍ୟ କରୁଛନ୍ତି ଏବଂ ଅନେକ ଦିବ୍ୟ ସ୍ତ୍ରୀ ଗନ୍ଧର୍ବ ଯୁବତୀ ପ୍ରଭୃତି ଅପ୍ସରା ବିଚରଣ କରୁଛନ୍ତି, ବିହାର କରୁଛନ୍ତି। ଏଠି ମଧ୍ୟ ଦିବ୍ୟ ସ୍ତ୍ରୀ ଅର୍ଥାତ୍ ସୁନ୍ଦରୀ ସ୍ତ୍ରୀ ବିହରନ୍ତି, ଯାଉଛନ୍ତି ନୌକାରେ ବସିକିରି। ଦେଖନ୍ତୁ କିଭଳି ଶବ୍ଦ ମୁଁ କହିଛି, ଭିନ୍ନାର୍ଥ ବୋଧକ ଶବ୍ଦ, ଏକ ଶବ୍ଦ ଭିନ୍ନାର୍ଥ ବୋଧକ ହେଲେ ଯମକ ଅଳଙ୍କାର ହୁଏ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କବି କ'ଣ କହୁଛନ୍ତି ଦେଖନ୍ତୁ। ସୁମନାରେ ମଣ୍ଡିତ ହିଁ ବୀଣା ଗୀତ ସ୍ୱର, ସୁମନାରେ ମଣ୍ଡିତ ହିଁ ବୀଣା ଗୀତ ସ୍ୱର, সেই সর্বজমক অলঙ্কার। সুমনারে মণ্ডিত হি বীণা গীত স্বর, সুমনারে মণ্ডিত হি বীণা গীত স্বর প্রথম পাদ যাহা দ্বিতীয় পদ বা পাদ ମଧ୍ୟ ସେଇଭଳି। ତେଣୁ ସର୍ବଜମକ ଆଦ୍ୟ ଯମକ ହେଲେ ମଧ୍ୟ ପ୍ରଥମରୁ ମୁଁ କହିଦେଇଛି କବି ନିଜେ ସ୍ୱୀକାର କରି ଲେଖିଛନ୍ତି ଯେ ଏହା ଆଦ୍ୟ କଳସା ରାଗ ଆଦ୍ୟ ଯମକ। ଦେଖିଲା ବେଳକୁ 5-7 ପଦ ମଧ୍ୟ ସର୍ବଜମକ। ଏଇଥିରୁ ଆପଣ କବିଙ୍କର ଶବ୍ଦ ପାଣ୍ଡିତ୍ୟ କିଭଳି ଶବ୍ଦ ସଂଯୋଜନା କରୁଥିଲେ ସେଇଥିରୁ ଆପଣମାନେ ତାଙ୍କର ମୌଳିକ ଚିନ୍ତାଧାରାକୁ ପରିଲକ୍ଷ୍ୟ କରିବେ। ବା ଭଞ୍ଜଙ୍କ ଠାରୁ ସେ କ'ଣ ପୃଥକ୍ ଏଇ ଶବ୍ଦ ସଂଯୋଜନାରେ ଦେଖନ୍ତୁ। ଭଞ୍ଜ ମଧ୍ୟ ସେଇ କଥା ବର୍ଣ୍ଣନା କରିଛନ୍ତି ଏବଂ ସେହି ପ୍ରସଙ୍ଗରେ ଜଡ଼ତା ସେହି ପ୍ରସଙ୍ଗ ଏକା ପ୍ରସଙ୍ଗ, କିନ୍ତୁ କବିର ଦୃଷ୍ଟି କେମିତି ଭିନ୍ନ ହେଇଯାଉଛି ଲେଖିବାରେ। ଦେଖନ୍ତୁ ଲେଖନ ପଦ୍ଧତି ବା ଲେଖନ ଶୈଳୀ। କବି କହୁଛନ୍ତି ସ୍ୱର୍ଗୀୟ ନାୟିକାମାନେ ଯେଉଁ ରମ୍ଭା ଉର୍ବଶୀ ପ୍ରଭୃତି ଅଛନ୍ତି ଆଜ୍ଞା, ସେମାନେ ବୀଣା ନାରଦ ବୀଣା ବାଦନ କରନ୍ତି। କବି ଭଞ୍ଜ କବି ରସିକ ହାରାବଳୀ କାବ୍ୟରେ ଲେଖିଛନ୍ତି ନା, ବୀଣା ବାଦନ କରି ଅତି ସୁନ୍ଦର ଭାବରେ ପ୍ରଥମ ଛାନ୍ଦରେ ଲେଖିଛନ୍ତି ଯେ ଦେବରାଜଙ୍କର ସଭା ଚାଲିଛି ଆଉ ଏମାନେ ସବୁ ନୃତ୍ୟ କରୁଛନ୍ତି। ନାରଦ ବୀଣା ବାଦନେ ହୋଇ ସାବଧାନ, ଶୁଣୁଥିଲେ ଉର୍ବଶୀ ଗାୟନ ଇତ୍ୟାଦି। ମୁଁ ସେ ବିଷୟରେ ବେଶୀ କହୁନି। ନାରଦ ବୀଣା ବାଦନ କରନ୍ତି, ତୁମୁରୁ ବୀଣା ବାଦନ କରନ୍ତି, ଆଉ ଗନ୍ଧର୍ବମାନେ ବାଦ୍ୟ ବାଦନ କରନ୍ତି ଏବଂ ରମ୍ଭା ଉର୍ବଶୀ ମେନକା ତିଳୋତ୍ତମା ସେଇ ବୀଣା ତନ୍ତ୍ରୀର ସ୍ୱରରେ ତାଳରେ ନୃତ୍ୟ କରନ୍ତି। ଏଠି ମଧ୍ୟ ବୀଣା ବାଦନ କରିକିରି ନୌକାରେ ଅତି ସୁନ୍ଦର ଭାବରେ ଆନନ୍ଦ ମନରେ ସେମାନେ ଯାଉଛନ୍ତି। ଋଷିଙ୍କୁ ମଧ୍ୟ ତାକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏଇ କଥାକୁ ଆହୁରି ଟିକେ ରମଣୀୟ କରିଦେଇଛନ୍ତି, ସରସ କରିଦେଇଛନ୍ତି। କେମିତି ନା ଏମାନେ ଯାଇଛନ୍ତି ଆଜ୍ଞା ନୌକାରେ ଓହ୍ଲେଇକିରି ଆଜ୍ଞା ଯାଇକିରି ପ୍ରବେଶ ହେଇଯାଇଛନ୍ତି କେଉଁଠି, ଲତାନ୍ତର ଆଳରେ। ଆଗ ଋଷିଙ୍କୁ ଦେଖିବେ ନା, ଯାଇକିରି ବଲ୍ଲରୀ ଅନ୍ତରେ ଯାଇ, ସେଇ ଆରମ୍ଭରେ ମୁଁ କହିଛି ବୈଦେଶୀ ବିଳାସ କାବ୍ୟରେ ଲେଖିଛନ୍ତି 4th ଛାନ୍ଦରେ, ବଲ୍ଲରୀ ଅନ୍ତରେ ଯାଇ ଆରମ୍ଭିଲେ ଗୀତ, ବଲ୍ଲକି ବଜାଇ କଲେ ପଞ୍ଚସ୍ୱର ଜାତ। ବଲ୍ଲରୀ ଅନ୍ତରେ
ସେ ଏକା ଶବ୍ଦ ବଲ୍ଲରୀ ଅନ୍ତରେ ଅର୍ଥାତ୍ ଲତାନ୍ତର ଆଳରେ ଯାଇକରି ନୌକାରୁ ଓହ୍ଲେଇକରି ପହଞ୍ଚିଲେ ସମସ୍ତେ ଏବଂ ବୀଣା ବାଦନ କରିছে କାହିଁକିନା ବୀଣା ବାଦନ କଲେ ଆଜ୍ଞା ମୁଁ କହିଛି ଆଗରୁ ସଙ୍ଗୀତ ପ୍ରତି ଆଉ ସମସ୍ତଙ୍କର ଆକର୍ଷଣ ଶକ୍ତି ଅଛି। ଶିଶୁର ବେତି ପଶୁର ବେତି ବେତି ଗୀତ ରସମ ଫଣି এই ସଙ୍ଗୀତରେ ବା ବୀଣାର ମାଧୁର୍ଯ୍ୟ ତାଳରେ ମୁଗ୍ଧ ହେଇକିରି ସଙ୍ଗୀତରେ ମୁଗ୍ଧ ହେଇଯିବେ। ଋଷି ମଧ୍ୟ ସଙ୍ଗୀତରେ ମୁଗ୍ଧ ହେଇଯିବେ ବୋଲି ଏମାନେ ଅନୁମାନ କରିକିରି ଆଗ ଯାଇକରି କହିଲେ ଆରେ ଋଷିଙ୍କୁ ତ ଦେଖେଇଦେଲେ ଆମେ କ'ଣ ରାଗି ଯାଇପାରନ୍ତି, କ୍ରୋଧ ହେଇପାରନ୍ତି, କ'ଣ ନାନା କଥା କହିପାରନ୍ତି। ତେଣୁ ଆଗ ବୀଣା ବଜେଇଲେ ଆମେ ଜାଣିପାରିବା ସଙ୍ଗୀତ ଗାନ କଲେ ସେ ଇଆଡ଼କୁ ଟିକେ ବେଦାଧ୍ୟୟନ ଛାଡ଼ିକିରି କାନକୁ ଇଆଡ଼େ ଟିକେ ଦେଉଛନ୍ତି କି ନାହିଁ। ଏଇଥିରୁ ଆମେ ଅନୁମାନ କରିବା ଯେ ଆରେ ଏଇ ସଙ୍ଗୀତରେ ସିଏ ବର୍ତ୍ତମାନ ଆମର ମୁଗ୍ଧ ହେଲେଣି। ତାହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ କ'ଣ କରିବା ଆଲୋଚନା କରିବା। ଏଇଥିପାଇଁ ସମସ୍ତେ ଯାଇଛନ୍ତି। ତେଣୁ ଭଞ୍ଜ ତାକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି। ବଲ୍ଲରୀ ଅନ୍ତରେ ଯାଇ ଆରମ୍ଭିଲେ ଗୀତ ବଲ୍ଲକି ବଜାଇ, ବଲ୍ଲକି ବୋଲେ ବୀଣା। ଏଠି ସେ କହିଛନ୍ତି ଯେ ସ୍ୱର୍ଗର ନାୟିକାମାନେ ନାରଦ ପ୍ରଭୃତି ବୀଣା ବାଦନ କରୁଥିବାରେ ମୁଗ୍ଧ ହୋଇକରି ତାଳରେ ନୃତ୍ୟ କରୁଛନ୍ତି ଏବଂ ଏଠି ମଧ୍ୟ ବୀଣା ବାଦନରେ ଏମାନେ ମଧ୍ୟ ସୁନ୍ଦରୀମାନେ ଆନନ୍ଦିତ ହୋଇକରି ଆନନ୍ଦ ମନରେ ଯାଉଛନ୍ତି। ଆଉ ସୁମନାରେ ମଣ୍ଡିତ ହିଁ ବୀଣା ଗୀତ ସ୍ୱର। ସିଏ ସୁମନା, ଇଏ ମଧ୍ୟ ସୁମନା ମାନେ ଦେବକନ୍ୟା, ଇଏ ସୁମନା ଉତ୍ତମ ମନା ବିଶିଷ୍ଟ ନାରୀ ନୌକାରେ ବସିଛନ୍ତି। ଆଚ୍ଛା, କବି ପୁଣି କ'ଣ କହୁଛନ୍ତି? ମୁନି ମୋହିତ ଦ୍ରବ୍ୟକୁ ଘେନିଛନ୍ତି ସଙ୍ଗେ, ମୁନିଙ୍କି ମୋହିବା ପାଇଁ ଯାନ୍ତି ନବରଙ୍ଗେ। ମୁନି ମୋହିତ ଅର୍ଥାତ୍ ମୁନିଙ୍କୁ ଆକର୍ଷିତ କଲା ଭଳିଆ ଏଇଭଳି ଦ୍ରବ୍ୟ ସବୁ ସେଥିରେ ରଖିଛନ୍ତି। ଆଜ୍ଞା ଭୀଷ୍ମ କହିଲି ଆମ ଦେଶରେ ଯାହା ସବୁ ଭଲ ଭଲ ସମ୍ଭାର ଦ୍ରବ୍ୟ ବିଭିନ୍ନ ପ୍ରକାର ଆପଣ ଦେଇ ଖାଲି ଫଳ ନେଇଛନ୍ତି ଆଜ୍ଞା, ବା ନାଟିକେଳ ଯାହା ବର୍ଣ୍ଣନା କଲେ ଭଲ ଆମ୍ବ, ରସାଳ ଫଳ ଏବଂ ପାଚିଲା ପାଟକପୁରା କଦଳୀ ବା ଅନ୍ୟାନ୍ୟ ଦ୍ରବ୍ୟ ନେଇଛନ୍ତି ସେ କଥା ନୁହେଁ। ଆହୁରି ତା ସାଙ୍ଗରେ ଆଜ୍ଞା ଋଷିଙ୍କ ଦେହରେ ତାଙ୍କୁ ଟିକେ ଅଙ୍ଗରାଗରେ ସଜେଇ ଦେବା ପାଇଁ ଆଉ ସବୁ ସୁବାସିତ ଦ୍ରବ୍ୟ ସବୁ ନେଇଛନ୍ତି। ଆପଣ ଯେମିତି କୁଆଡ଼େ ଗଲେ ସଭା ସମିତିକି ଯାଉଛନ୍ତି ବା ଭୋଜି ଖାଇ ଯାଉଲେ ଯେମିତି ସେ ସେଣ୍ଟ ସବୁ ପକାଇ ଦେଉଛନ୍ତି, ଅତର ଟିକେ ପକାଉଛନ୍ତି, ବିଭିନ୍ନ କଥା। ସେ ସୁଗନ୍ଧି ଦ୍ରବ୍ୟ ମଧ୍ୟ ସୁନ୍ଦର, ବହୁମୂଲ୍ୟ, ଦୁର୍ମୂଲ୍ୟ ମଧ୍ୟ ସୁଗନ୍ଧି ଦ୍ରବ୍ୟ ସବୁ ନେଇକରି ଯାଇଛନ୍ତି। କାହିଁକି ମୁନିଙ୍କୁ ତ ସନ୍ତୋଷ ଆଗ ମୋହିତ କଲେ ତ ଆଜ୍ଞା ଆଣିବେ ନା କଥା କହିକିରି। ଏଣୁ କବି ଚାତୁରୀରେ ମନ ମୋହନ୍ତି। କବି ତାକୁ ରମଣୀୟ ବର୍ଣ୍ଣନା ଶୈଳୀରେ ବା ସୁନ୍ଦର ଶବ୍ଦ ସଂଯୋଜନା ଶୈଳୀରେ ଆହୁରି ଅତୀବ ସୁନ୍ଦର କରିଦେଇଛନ୍ତି। ମୁନି ମୋହିତ ଦ୍ରବ୍ୟକୁ, ଯେଉଁଥିରେ ମୁନିଙ୍କର ମନକୁ ଆମେ ମୋହିତ କରିଦେଇପାରିବା, ଆନନ୍ଦିତ ହେଇଯିବେ ସେ। ଆରେ ସିଏ ଗୋଟେ ପାଉଁଶ ବୋଳି ହେଉଛନ୍ତି ଆଜ୍ଞା, ନା ନାହିଁ ଭସ୍ମ ବିଲେପିତ ହେଉଛନ୍ତି, ନା ନାହିଁ ଯଜ୍ଞ କୁଣ୍ଡରୁ ଆଣିକିରି ଡବାରେ ଥୋଇଛନ୍ତି ଆଜ୍ଞା, ଆଉ ସେ ଭସ୍ମ ବିଲେପିତ ହେଉଛନ୍ତି। ଆଉ ଏ ବେଶ୍ୟାମାନେ ଯେତେବେଳେ ସାଙ୍ଗରେ ଆଜ୍ଞା ସୁନ୍ଦର ପାଉଡ଼ର ସବୁ ନେଇଛନ୍ତି ଛିଞ୍ଚି ଦେଇକରି ଟିକେ ସବୁ ପାଉଡ଼ର ପକାଇଦେବେ, ତାହେଲେ ଋଷି ଭସ୍ମର ବାସ୍ନା ଅଛି ନା ଗନ୍ଧ ଅଛି ନା କ'ଣ ଅଛି? ଆଉ ବରଂ ଦେହକୁ ଆମେ ଯେଉଁ ପାଉଁଶ ଗୁଡ଼େ ବୋଳେଇଲେ କି ଯେମିତି ଦେଖାଯାଏ, ଆଉ ପାଉଡ଼ର ପକାଇ ଦେଇକରି ଯେତେବେଳେ ସୁବାସିତ ଫେରେ ସୁଗନ୍ଧ ପାଉଡ଼ର ଯେତେବେଳେ ପକାଇଦେଲେ ଆଜ୍ଞା ଦେହରେ ଆହୁରି ଭଲ ଲାଗିବ ନିଶ୍ଚୟ। ଏମିତି ଭାବିକିରି ବିଭିନ୍ନ ଦ୍ରବ୍ୟକୁ ସୁନ୍ଦର ସେ ନୌକାରେ ସୁସଜ୍ଜିତ କରି ନେଇଛନ୍ତି। ମୁନିଙ୍କି ମୋହିବା ପାଇଁ ଯାଆନ୍ତି ନବରଙ୍ଗେ। ଆଉ ବିଭିନ୍ନ ପ୍ରକାର ନବରଙ୍ଗ ବା ନୃତ୍ୟ ଗୀତ ପ୍ରଭୃତି ବାଦ୍ୟ ଛନ୍ଦରେ ଆନନ୍ଦିତ ମନରେ ସେମାନେ ଯାଇଛନ୍ତି। ଆଉ କବି କ'ଣ କହୁଛନ୍ତି? ତରଣୀ ତରଣୀ ପ୍ରାୟ ଶ୍ରୁତେ ଯାଏ ଭାସି, ତରଙ୍ଗ ତରଙ୍ଗ ଉଠେ କୂଳକୁ ବିଶେଷି, ଜଳଚର ମାନେ ତହିଁ ଖେଳନ୍ତି ଚରନ୍ତି, ଜଳର ନିର୍ମଳ ଶୋଭା କାଚ ପ୍ରାୟ ଦୀପ୍ତି। ତରଣୀ ତରଣୀ ପ୍ରାୟ ସ୍ରୋତେ ଯାଏ, ତରଣୀ ତରଣୀ ପ୍ରାୟ ସ୍ରୋତରେ ନଦୀର ନୌକାଟି ତ ବିଭିନ୍ନ ସାମଗ୍ରୀରେ ସୁସଜ୍ଜିତ ହେଇଛି, ସୁନ୍ଦର ବିଭିନ୍ନ ସମ୍ଭାର ସେଥିରେ ରଖାହେଇଛି ଏବଂ ବିଭିନ୍ନ ପ୍ରକାର ବାଦ୍ୟ ବଜାଉଛନ୍ତି। ଆଉ ସେମାନେ ନିପୁଣା, ସବୁ ସଙ୍ଗୀତ ଶାସ୍ତ୍ରରେ ମଧ୍ୟ ନିପୁଣା। ସେମାନେ ଆଜ୍ଞା ସାଧାରଣ ଗଣିକା ନୁହେଁ, ସବୁ ରାଜ ଗଣିକା ନା ସେମାନେ। ଶାସ୍ତ୍ରରେ ମଧ୍ୟ ସେମାନେ ପଣ୍ଡିତା ଧୁରୀଣ ଏବଂ କାମଶାସ୍ତ୍ରରେ ମଧ୍ୟ ଧୁରୀଣ ଏବଂ ସଙ୍ଗୀତ ଶାସ୍ତ୍ରରେ ମଧ୍ୟ ଧୁରୀଣ। ତେଣୁ ଆନନ୍ଦ ମନରେ ସେମାନେ ଯାଉଛନ୍ତି ସବୁ। ଏଇ ଯେଉଁ ତରଣୀଟି ଯାଉଛି ନୌକାଟି କବି ବର୍ଣ୍ଣନା କରୁଛନ୍ତି। ତରଣୀ ପ୍ରାୟ ଗୋଟିଏ ଉପମା ଦେଉଛନ୍ତି। ଆକାଶରେ ସୂର୍ଯ୍ୟ ଯେମିତି ଯାଉଛନ୍ତି, ନଦୀରେ ତରଣୀ ପ୍ରାୟ ସୂର୍ଯ୍ୟ ସଦୃଶ ଏ ଗତି କରୁଛି।
ଆକାଶରେ ଯେମିତି ସୂର୍ଯ୍ୟ ଯାଉଛନ୍ତି ଏ ନୌକାଟି ନଦୀରେ ସେଭଳି ଯାଉଛି ଭାସି ଭାସିକିରି ଏବଂ ତରଙ୍ଗ ତରଙ୍ଗ ଉଠେ ଆଉ ସୂର୍ଯ୍ୟ ଉଦୟ ହେଲେ ଯେମିତି ସବୁଆଡ଼େ ତାଙ୍କର ରଶ୍ମି ବିଚ୍ଛୁରିତ ହେଇଯାଏ ଏଠି ଯେତେବେଳେ ନୌକାଟି ଯାଉଛି ଆଜ୍ଞା ତରଙ୍ଗ ଉତ୍ଥିତ ହେଉଛି କୂଳକୁ ସବୁ ଏଇଭଳି ସୁନ୍ଦର ଚମତ୍କାର ବର୍ଣ୍ଣନା କବି ଏଇସବୁ ଚମତ୍କାରିତା ଭିତରେ ପରିବେଶ ଭିତରେ ଜରତା ଯେ ଗଣିକାମାନଙ୍କ ଭିତରେ ଶ୍ରେଷ୍ଠା ସେ ସହଚରୀମାନଙ୍କୁ ଦିବ୍ୟ ସୁନ୍ଦରୀ ସ୍ତ୍ରୀମାନଙ୍କୁ ଧରିକିରି ଆଜ୍ଞା ଋଷ୍ୟଶୃଙ୍ଗ ମହର୍ଷିଙ୍କ ଆଶ୍ରମ ପାଖକୁ ଯାଉଛି ଆଉ ସେଇ ଯେଉଁ ନୌକାଟି ଯାଉଛି ଜଳଚରମାନେ ତ ହିଁ ଖେଳନ୍ତି ନୌକାଟି ଯେତେବେଳେ ଆଜ୍ଞା ତରଙ୍ଗରେ ଆକୁଳିତ ହେଇଯାଉଛି ତରଙ୍ଗ ଗୁଡ଼ିକ ଚଳେ ସେ ନୌକାରେ ଜଳଚର ଜନ୍ତୁ ଗୁଡ଼ିକ ସବୁ ଦେଖାଯାଉଛନ୍ତି କେଉଁଠି ମାଛୁଟେ କେଉଁଠି କ'ଣରେ ନାଇଁ କି ଏସବୁ ଆଉ ଖେଳନ୍ତି ଚରନ୍ତି ବିଚରଣ କରୁଛନ୍ତି ଏଇ ଜଳର ତରଙ୍ଗ ସ୍ରୋତରେ ଉଦ୍ବେଳିତ ହେଇକିରି ଏବଂ ଜଳର ନିର୍ମଳ ଶୋଭା କାଚ ପ୍ରାୟ କାଚ ଭଳିଆ ଦେଖାଯାଉଛି ଆମେ କହୁନେ କାଚ କେନ୍ଦୁ ପାଣି ଏତେ ନିର୍ମଳ ବା ଶୋଭା ଯେ ନଦୀର ନୌକାଟି ତା ଭିତରେ ଅତି ଆନନ୍ଦରେ ସେମାନେ ବାହିକିରି ନେଉଛନ୍ତି ଏହାପରେ କବି ପରବର୍ତ୍ତୀ ପର୍ଯ୍ୟାୟରେ ଆଜ୍ଞା ଏଇ ଜରତା ପ୍ରସଙ୍ଗରେ କ'ଣ କହୁଛନ୍ତି ଆସନ୍ତୁ ରାଗ ବିଳାସ କାବ୍ୟରେ ଶୁଣିବା ସାରସ କହ୍ଲାର ଫୁଟି ଦିଶନ୍ତି ସୁନ୍ଦର ସାରସ ଯେ ଚକ୍ରବାକ ଡାହୁକ ଆବର ରଙ୍ଗରେ ଡାକନ୍ତି ଯେଝା ଶାବକ ଖୋଜିଣ ରଙ୍ଗରେ ଖେଳନ୍ତି ଶିଖି ପକ୍ଷୀ ଏ ଭ୍ରମେଣ ଚମତ୍କାର ବର୍ଣ୍ଣନା ଏ ଯଦିଓ ମୁଁ ବର୍ଣ୍ଣନା କରିଛି ତୁଳନାତ୍ମକ ବିଚାର କରିକି ମୁଁ ଆପଣମାନଙ୍କ ଆଗରେ କିଛି ପଦ କହୁଛି ଭଞ୍ଜ ଅତି ସୁନ୍ଦର ଭାବରେ ୟାକୁ ବି ବର୍ଣ୍ଣନା କରିଛନ୍ତି ଏବଂ ଯଦୁମଣି ମଧ୍ୟ ବର୍ଣ୍ଣନା କରିଛନ୍ତି କିନ୍ତୁ ଯଦୁମଣି ଏଇଠି ଟିକେ ଏତିକି ପାର୍ଥକ୍ୟ ଯେ ଯଦୁମଣି ଆଉ ଟିକେ ଏଇଠି ବଢ଼େଇ ଦେଇଛନ୍ତି ନୌକାର ଗତି ଏବଂ ଜଳଚର ପ୍ରାଣୀମାନଙ୍କର ବିଚରଣ ଏବଂ କୂଳରେ ଥିବା ମୟୂର ପ୍ରଭୃତି ଏମାନଙ୍କର ମଧ୍ୟ ସ୍ୱନ କାକଳି ଏଇଥିରେ ଆହୁରି ସୁନ୍ଦର ସେ ନଦୀ ଏବଂ ନଦୀର ତଟ ପ୍ରଦେଶକୁ ସେ ମଧ୍ୟ ବର୍ଣ୍ଣନା କରିଛନ୍ତି ସାରସ କହ୍ଲାର ସାରସ ବୋଇଲେ ପଦ୍ମ ନଦୀ ଜଳରେ ଏଗୁଡ଼ିକ ଉପେନ୍ଦ୍ର ଭଞ୍ଜ ଏତେ ଆଉ ବର୍ଣ୍ଣନା ବିଶଦ ବର୍ଣ୍ଣନା କରିନାହାନ୍ତି ଏ ସ୍ଥଳ ବିଶେଷରେ ଯଦୁମଣି ତାକୁ ଆଉ ଟିକେ ନିଜର ମୌଳିକ କବି ପ୍ରତିଭା ପ୍ରଦର୍ଶନ କରିଛନ୍ତି ସାରସ କହ୍ଲାର ଫୁଟି ଦିଶନ୍ତି ସେ ନଦୀର ସ୍ଥାନେ ସ୍ଥାନେ ଆଜ୍ଞା ପଦ୍ମ ଗୁଡ଼ିଏ ଫୁଟିଛି କହ୍ଲାର ଯେ କଇଁ ଫୁଲ ଗୁଡ଼ିଏ ସୁନ୍ଦର ଭାବରେ ଫୁଟିଛନ୍ତି ଏବଂ ସାରସ ଅର୍ଥାତ୍ ପଦ୍ମ ସାରସ ବୋଇଲେ ହଂସରାଳି ମଧ୍ୟ ତାକୁ କୁହାଯାଏ ଏବଂ ଚକ୍ରବାକ କେଉଁଠି ଚକୁଆ ଚକୁଇ ମଧ୍ୟ ସନ୍ତରଣ କରୁଛନ୍ତି ଅତି ସୁନ୍ଦର ଭାବରେ ଡାହୁକ ମଧ୍ୟ ଡାକୁଛି ବୃକ୍ଷ ଶାଖାରେ ବସିକିରି ଏବଂ ରଙ୍ଗରେ ଡାକନ୍ତି ଯେଝା ଶାବକ ଖୋଜି ଯେଉଁ ପକ୍ଷୀମାନେ ନଦୀ ତଟର ବୃକ୍ଷରେ ବସିଛନ୍ତି ନଦୀରେ ବିଚରଣ ନଦୀରେ ଖେଳୁଥିବା ଏମାନେ ତ ଆନନ୍ଦ ମନରେ ବିଚରଣ କରୁଛନ୍ତି ଏବଂ ତଟରେ ପ୍ରଦେଶରେ ବୃକ୍ଷ ଶାଖାରେ ବସିଥିବା ପକ୍ଷୀମାନେ ଯେ ଯାହାର ବିଭିନ୍ନ କାକଳି କରିକିରି ନିଜ ଛୁଆଙ୍କୁ ସବୁ ଖୋଜୁଛନ୍ତି ରଙ୍ଗରେ ଖେଳନ୍ତି ଶିଖି ପକ୍ଷୀ ଏବଂ ଶିଖି ପକ୍ଷୀ ଯେ ମୟୂରୀ ମଧ୍ୟ ଆଉ ପୁଚ୍ଛ ବିସ୍ତାର କରି ମୟୂରୀର ପୁଚ୍ଛ ନାହିଁ ଆଜ୍ଞା ଆପଣ ଜାଣେ ମୟୂର ବା ଯେଉଁଟା ଅଣ୍ଡିରା ପକ୍ଷୀ ମୟୂର ତାର ପୁଚ୍ଛ ବିସ୍ତାର କରିକିରି ସିଏ ମଧ୍ୟ ଖେଳୁଛି ଏହିପରି ଭାବରେ ନଦୀର ଶୋଭା ବର୍ଣ୍ଣନା କଲେ ନଦୀର ସୌନ୍ଦର୍ଯ୍ୟ ନଦୀରେ ଖେଳୁଥିବା ଜଳଚର ଜୀବ ଏବଂ ପଦ୍ମ କହ୍ଲାର ପ୍ରଭୃତି ବିଭିନ୍ନ ପୁଷ୍ପ ଏବଂ ତଟଦେଶରେ ବୃକ୍ଷ ଶାଖାରେ ବସିଥିବା ବିଭିନ୍ନ ପକ୍ଷୀମାନଙ୍କର ମଧୁର କାକଳି ଏବଂ ନିଜ ନିଜର ଛୁଆମାନଙ୍କୁ ସେଇ ଶବ୍ଦ ଶୁଣିଲେ ନିଜ ଛୁଆ ଆସି ଆରେ ମା ଡାକିଲାଣି ପଳେଇ ଆସିବା ଏବଂ ମୟୂର ମଧ୍ୟ ପୁଚ୍ଛ ବିସ୍ତାର କରି ମୟୂରକୁ ଆହ୍ୱାନ କରୁଛି ଏସବୁ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇଛି ଯେଉଁ ସ୍ଥାନ ନଦୀ ଏବଂ ନଦୀ ତଟ ସେଇ ନଦୀରେ ଯାଉଛନ୍ତି ଆଚ୍ଛା ଆପଣମାନେ କହିବାରେ ତ 12 ବର୍ଷ ହୁଏତ କେହି କହିପାରନ୍ତି ଆଜ୍ଞା 12 ବର୍ଷ ତ ବର୍ଷା ହେଉନଥିଲା ନଦୀରେ ପାଣି କୁଆଡ଼ୁ ଆସିଲା ନାଇଁ 12 ବର୍ଷ ଅଙ୍ଗ ଦେଶରେ ବର୍ଷା ହେଇନି ଗାଡ଼ିଆ କୂଅ ପୋଖରୀ ସବୁ ଶୁଖିଯାଇଛି ଆଜ୍ଞା ଛୋଟ ନାଳ ସବୁ ପାଣି ନାହିଁ କିନ୍ତୁ ଯେଉଁଠି ଚିରସ୍ରୋତା ନଦୀ ତ ଅଛି ନା ସେ ଯେମିତି ଗଙ୍ଗା ନଦୀ ନାଇଁ ସେଇଭଳି ଯେଉଁ ଚିରସ୍ରୋତା ନଦୀ ରହିଛି ସେଇଥିରେ ଆଜ୍ଞା ନୌକା ଯାଉଛି ତେଣୁ ହୁଏତ କେହି କବିଙ୍କୁ ଭୁଲ ବୁଝିପାରନ୍ତି ନା ଭୁଲ ନାହିଁ ଏସବୁ ଦୁର୍ଭିକ୍ଷ ଯେତେ ଦୁର୍ଭିକ୍ଷ ବନ୍ୟା ପଡ଼ିଲେ ମଧ୍ୟ ଆଜ୍ଞା ଚିରସ୍ରୋତା ନଦୀ ଅଛି ସେଇଥିପାଇଁ ଏସବୁ କଥା ବର୍ଣ୍ଣନା କରାଯାଇଛି ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କ'ଣ ହେଇଛି ଏବଂ ଜରତା ନିଜର ଦିବ୍ୟ ସଙ୍ଗିନୀମାନଙ୍କୁ ସାଙ୍ଗରେ ଯାଇକରି କେମିତି
ऋषि को आनी कौन तांकर संतोष विधान करने पदक्षेप नहीं परवर्ती पर्यायर सुविधा हेले कहवा। नमस्कार।